ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ରରେ ଥିବା 12ଗୋଟି ରାଶି ମଧ୍ୟରୁ ସିଂହ ରାଶି ସମ୍ପର୍କରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବା। ସେମାନଙ୍କ ଚରିତ୍ର, ସ୍ୱଭାବ, କାର୍ଯ୍ୟବୃତ୍ତି, ଆଜି ପ୍ରେମ ଜୀବନ, କ୍ୟାରିୟର, ଧନ ଜୀବନ, ଏମିତି ଅନେକ କିଛି ବିଷୟରେ ବସ୍ତୁ ଉପରେ ଆଲୋଚନା କରିବା। ସିଂହ ରାଶିକୁ 3 ଭାଗରେ ବିଭକ୍ତ କରାଯାଇଥାଏ। 10/5 ମେଘା ନକ୍ଷତ୍ର ସିଂହ ରାଶି, ଏମାନେ ଦାନବ ଗଣ। 11/5 ପୂର୍ବ ଭାଦ୍ରପଦ ନକ୍ଷତ୍ର ସିଂହ ରାଶି, ଏମାନେ ହେଉଛନ୍ତି ମାନବ ଗଣ। 12/5 ଉତ୍ତର ଫାଲ୍ଗୁନ ନକ୍ଷତ୍ର, ଏମାନେ ମାନବ ଗଣ। ରଜରେଶ ଭକ୍ତିରେ ଏମାନେ ଲିପ୍ତ ଥାନ୍ତି। ସିଂହ ରାଶିର ଲୋକ ବିଚାରବନ୍ତ, ବଳବାନ, ସାହସୀ, ସତ୍ୟପ୍ରିୟ ଏବଂ ଉଦାର ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ମନ୍ଦ ବୁଦ୍ଧି ହେଉଛି ଗର୍ବୀ ଓ ଅହଙ୍କାରୀ। ବାତରୋଗ, ଶିର, ଗଳା, ଦରଜ ରୋଗରେ ଆଦି ଏମାନଙ୍କୁ ହୋଇଥାଏ। ସରକାରୀ କର୍ମଚାରୀ, ବେସରକାରୀ କର୍ମଚାରୀ, କୃଷି, ଶିଳ୍ପ, ପରିବହନ, ଯୋଗାଯୋଗ, ଧର୍ମ ପ୍ରଚାର, ଇଞ୍ଜିନିୟର, ଡକ୍ଟର ଆଦି କ୍ଷେତ୍ରରେ ଏମାନେ ବିଶେଷ ଭାବେ କାର୍ଯ୍ୟ କରିଥାନ୍ତି। ସୁନା ବା ତମ୍ବା ପୂଜା କରି ରବିବାରରେ ପିନ୍ଧିଲେ ଏମାନଙ୍କ ପାଇଁ ଶୁଭ ହୋଇଥାଏ। ହରିବଂଶ ପାଠ କରିଲେ ଶୁଭ ହୋଇଥାଏ। ଶୁଭ ରଙ୍ଗ କମଳା ରଙ୍ଗ। ବୁଦ୍ଧି ପ୍ରଖର ହୋଇଥାଏ। କାର୍ଯ୍ୟରେ ସଫଳତା ହାସଲ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ଯତ୍ନବାନ ଓ ଜ୍ଞାନୀ ହୋଇଥାନ୍ତି। ବିଦ୍ୟା କମ୍ ଥିଲେ ମଧ୍ୟ ବୁଦ୍ଧିର ସହାୟତାରେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇଥାନ୍ତି। ଚତୁର ଓ ଧୈର୍ଯ୍ୟବାନ ଉଦାରତା ହୋଇଥାନ୍ତି। ତାଲିମ ପାଇଁ ପ୍ରତିଶ୍ରୁତି ହୋଇଥାନ୍ତି। ବିଚାରମନ୍ତ ଓ ସୁସମ୍ପର୍କ ଗଠନ କରିଥାନ୍ତି। ଭଲ କାର୍ଯ୍ୟରେ ମାନ ଥାଏ। ସମସ୍ତଙ୍କୁ ସାହାଯ୍ୟ କରନ୍ତି। ସବୁ ବର୍ଷ ଦ୍ୱିତୀୟ ମାସ 3, 18, 24, 29 ଆଦି ଦିନ ଗୁଡ଼ିକ ଖରାପ ହୋଇଥାଏ। ପ୍ରତି ଶନିବାର ଅଶୁଭ ଘଟେ। କର୍କଟ, ବିଛା, ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାନ୍ତି। କଳା ରଙ୍ଗର ବସ୍ତ୍ର ଓ ପଦାର୍ଥ ଅଶୁଭ ହୋଇଥାଏ। ପାରିବାରିକ ସମସ୍ୟା ଦୂରୀଭୂତ ହେବ। ନିଜ ଜୀବନସାଥୀଙ୍କୁ ଖୁସିରେ ରଖିବେ। ଜୀବନର ଶେଷରେ ଭୂସମ୍ପତ୍ତି, ଧନ ଅର୍ଜନ ଆଦିରେ ଲୋଭ ରଖିବ। ଅହିଂସା ଆଚରଣ କରିବେ। ଯାନବାହନ ପ୍ରାପ୍ତ ସହ ଧନ ପ୍ରାପ୍ତି ଯୋଗ ରହିଥାଏ। ପତ୍ନୀଙ୍କ ସହ ବେଳେ ମନମାଳିନ୍ୟ ହୋଇଥାଏ। ତେବେ ଭୁଲ ବୁଝାମଣା ଶେଷ ପରେ ଖୁସିର ଜୀବନ ଅତିବାହିତ କରିଥାନ୍ତି। ସୁଯୋଗ ସନ୍ତାନ ମାନଙ୍କ ପାଇଁ ଜୀବନରେ ଖୁସି ଭରି ଆଣିଥାଏ।